श्रोता बंधु विशिष्ट दार्शनिक माइकोभस्कीଙ୍କର ଗୋଟେ ପଦ ମନେ ପଡୁଛି। In every single tear that is shed, I feel am crucified। ଅନ୍ୟର ଆଖିର ବୁନ୍ଦାଏ ଅଶ୍ରୁ ଯେତେବେଳେ ଝରେ, ମୁଁ ମୋ ନିଜ ହୃଦୟ ଭିତରେ କ୍ରୁଶବିଦ୍ଧ ହେବା ପରି ମନେ ଅନୁଭବ କରେ। ବାସ୍ତବିକ ଶ୍ରୋତା ବନ୍ଧୁ ଅନ୍ୟର ଦୁଃଖ ସନ୍ତାପକୁ ଅନୁଭବ କରିପାରୁନଥିବା ମଣିଷଟି କେବେ କ'ଣ କବି ହୋଇପାରେ? ଏହି ପରିପ୍ରେକ୍ଷୀରେ ମନେ ପଡ଼ନ୍ତି ସଚୀ ରାଉତରାୟ, ମନେ ପଡ଼ନ୍ତି ଗୁରୁପ୍ରସାଦ ମହାନ୍ତି, କବି ରମାକାନ୍ତ ରଥ, ମନେ ପଡ଼ନ୍ତି ପ୍ରତିଭା ଶତପଥୀ। ପ୍ରତିମା ନାୟକ, ଅଳକା ସାନ୍ୟାଲ, ଚନ୍ଦ୍ରା ବେହେରାଣୀ ଠାରୁ ଆରମ୍ଭ କରି ସବରି ଯାଏ, ଏମାନେ କବିର ହୃଦୟକୁ ନିଶ୍ଚିତ ଆଲୋଡ଼ିତ କରିଥିବେ। ଚରିତ୍ରମାନଙ୍କର ଜୀବନର ଯାତ୍ରା, ଜୀବନର ରୂପ ନିଶ୍ଚିତ କବି ପ୍ରାଣକୁ ବ୍ୟଥିତ, ଆଲୋଡ଼ିତ, ଆପ୍ଲୁତ କରିଥିବ ବୋଲି ତ ସେମାନେ ସେମାନଙ୍କୁ ନିଜ ହୃଦୟ ଭିତରେ ଧାରଣ କରି କବିତା ରଚିଛନ୍ତି। ଅନୁରୂପ ଭାବରେ ଆଜି ଜଣେ ସାମ୍ପ୍ରତିକ ସମୟର କବିଙ୍କ ସମ୍ପର୍କରେ ଆମେ ଆଲୋଚନା କରିବା, ତେବେ ସାମ୍ପ୍ରତିକ ଓଡ଼ିଆ କବିତା କ୍ଷେତ୍ରରେ ସେ ମାନବୀୟ ଅନୁଭବ ଓ ଅସୀମ ଅଭିଳାଷର ବ୍ୟାଖ୍ୟାକାରିଣୀ ବୋଲି ମୁଁ ମନେ କରେ। ପ୍ରେମ ପ୍ରତ୍ୟୟ ସ୍ୱପ୍ନର ତାରାଙ୍କୁ ନିଜ କବିତା ପୃଷ୍ଠରେ ସାଉଁଟି ଦୁର୍ଲଭ ନିର୍ବାଣ ନୁହେଁ ବରଂ ବାରମ୍ବାର ପୃଥିବୀକୁ ଫେରିବାକୁ ଇଚ୍ଛା କରିଥିବା ସେହି ଭାବପ୍ରବଣ କବି ହେଉଛନ୍ତି କବି ମମତାରାଣୀ ବେହେରା। କବିତା କେବଳ ନୁହେଁ, ସାମ୍ପ୍ରତିକ ସମାଲୋଚନା ସାହିତ୍ୟ କ୍ଷେତ୍ରରେ ମଧ୍ୟ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଯଶସ୍ୱୀ କବି ତଥା ପ୍ରୟୋଗବାଦୀ କବିତାର ପୁରୋଧା ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ରଙ୍କ କାବ୍ୟଭୂମିର ଗବେଷିକା ଭାବରେ ମାଟି ମଣିଷର ମନ୍ତ୍ରଧ୍ୱନି ଡକ୍ଟର ମମତାରାଣୀ ବେହେରାଙ୍କର ଏକ ଗଭୀର ଅଧ୍ୟୟନ ପ୍ରସୂତ ଗବେଷଣା ଗ୍ରନ୍ଥ। କବି ମମତା ବେହେରାଙ୍କ କବିତ୍ୱ କିନ୍ତୁ ବେଶ୍ ଭାବସାନ୍ଦ୍ର। ଅପ୍ରାପ୍ତିର ଦିଗ ଭାଗହୀନ ଗଭୀର ଜୀବନ ସମୁଦ୍ର ଭିତରେ ପ୍ରବୋଧନାର ଦୁର୍ଲଭ ମୁକ୍ତା ଅନ୍ୱେଷଣ କରିଥିବା ସୁନ୍ଦର ଦରଦୀ କବି ସେ। କବି ମମତାରାଣୀ ବେହେରାଙ୍କର 31 ଗୋଟି କବିତାର ଏକ ଅନୁପମ ସଂକଳନଟି ହେଉଛି ପ୍ରିୟ ସମୁଦ୍ର ଡାକୁଚି କବିତା ସଂକଳନ। ବିଶିଷ୍ଟ କବି ପ୍ରସନ୍ନ ମିଶ୍ରଙ୍କ ମନିକାର ପ୍ରିୟ କବିତା ଗୁଡ଼ିକ ଦ୍ୱାରା ପ୍ରଭାବିତ ହୋଇ ସେ ଏହି କବିତା ଗୁଡ଼ିକର ରଚନା କରିଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ କବି ପ୍ରସନ୍ନ ମିଶ୍ର ତାଙ୍କୁ ପ୍ରଭାବିତ କରିଛନ୍ତି। ତାଙ୍କର କବିତା ମନିକାର ପ୍ରିୟ କବିତାର ପ୍ରତ୍ୟେକଟି ପଦ ତାଙ୍କୁ ଆଚ୍ଛନ୍ନ କରିଛି, ତାଙ୍କ ପ୍ରାଣକୁ ଆପ୍ଲୁତ କରିଛି। କବି ମମତାରାଣୀ ବେହେରାଙ୍କ ଶବ୍ଦରେ ମୂଳତଃ କାବ୍ୟପୁଞ୍ଜି ପାଲଟିଛି ମନିକାର ପ୍ରିୟ କବିତା। ମନିକା ପୁଣ୍ୟ ପାପ, ମନିକା ପରକିଆ ଏବଂ ମନିକା ପାଦଚିହ୍ନ ଭଳି କେତୋଟି କବିତା ବି ସିଧାସଳଖ ତାଙ୍କ କବିତାର ପ୍ରତ୍ୟୁତ୍ତର ପରି ଶୁଭିଗଲା। ପରେ ପରେ ଅନୁଭବର ବିସ୍ତାର ମନିକାର ପ୍ରିୟଙ୍କୁ କେତେବେଳେ ମୃତ୍ୟୁ ରୂପରେ ତ କେତେବେଳେ ଅପୂରଣୀୟ ଅଭିଳାଷ ତ କେତେବେଳେ ନିଚ୍ଛକ ପ୍ରେମିକ ରୂପରେ ଭେଟ କରାଇଲା। ମନିକାକୁ ନାରୀ ପୁରୁଷ ନିର୍ବିଶେଷରେ ଯଦି ଏକ ଆବେଗପ୍ରବଣ ମାନବାତ୍ମା ରୂପେ ଗ୍ରହଣ କରି ନିଆଯାଏ,
ତାର ପ୍ରେମକୁ କାମନା ରହିତ କାମନା ହିଁ କୁହାଯାଇପାରେ। କାମନା ରହିତ ପ୍ରେମ କହି କୌଣସି ଅଲୌକିକ ଅପାର୍ଥିବ ପ୍ରେମ ପ୍ରତିଷ୍ଠାର ସପକ୍ଷରେ ଯଦିଓ ମୁଁ ନୁହେଁ, ତଥାପି ମନିକାର ପ୍ରିୟ ପଢ଼ିଲା ବେଳେ ପ୍ରିୟ ସମୁଦ୍ର ଡାକୁଛି ଲେଖି ସାରିଲା ପରେ ଭାବିଛି, ସତରେ କ'ଣ ମନିକାର ପ୍ରିୟ ଏକ ବିରହୀ ପ୍ରେମିକ, ଏକ ପୁରୁଷ କେବଳ? ପ୍ରିୟ ସମୁଦ୍ର ଡାକୁଛି କବିତା ସଂକଳନର ମୁଖବନ୍ଧରେ କବି ମମତାରାଣୀ ବେହେରା ପୁଣି ମଧ୍ୟ ଲେଖିଛନ୍ତି, ସ୍ୱାମୀ ପୁତ୍ର ପରିପୂର୍ଣ୍ଣ ସଂସାର ଭିତରୁ ନିଃସର୍ତ୍ତ ପ୍ରେମରେ ଦୁରନ୍ତ ଅଭିଳାଷରେ ଧାଇଁ ପଳାଉଥିବା ନାରୀଟି କ'ଣ ପୁଣି ଏକ ସାଧାରଣତା ପାଖରେ ବାନ୍ଧି ହୋଇ ରହିଯିବାକୁ ଚାହେଁ? ତେଣୁ ମନିକାର ପ୍ରେମିକ ଅର୍ଥାତ୍ ପ୍ରିୟ କବି ରୂପରେ ମୁଁ ଅନେକତ୍ର ଭେଟିଛି ମୃତ୍ୟୁକୁ। କ୍ଳାନ୍ତିହୀନ ଯାତ୍ରାର ଶେଷତମ ବିନ୍ଦୁଟି ପାଖରେ ମୁଁ ଦେଖୁଛି ମହାକାଳ ରୂପୀ ସମୁଦ୍ରକୁ। ଅପରିତୃପ୍ତିର ରେଖାଚିତ୍ର ଆଙ୍କି ମୁଁ ପାଇଛି ମଣିଷ ମନର ଅପରିସୀମ ଅଭିଳାଷକୁ। ତେଣୁ ଶେଷ ଅଭିଳାଷ ଭାବେ କେବେ ମୃତ୍ୟୁର ନିବିଡ଼ ବାହୁପାଶରେ ଆବଦ୍ଧ ହୋଇଛି ମନିକା, ଆଉ କେବେ ଦ୍ୱନ୍ଦ୍ୱ ସଂଶୟ ମୁକ୍ତ ହୋଇ ପ୍ରେମର ବାରିଧିରେ ପୂର୍ଣ୍ଣତାର ବିନ୍ଦୁ ବିନ୍ଦୁ ଜଳ ହୋଇ ହଜିଯାଇଛି ସେ। ଯେଉଁ ସୀମାରୁ ପୁଣି ସେ ପ୍ରତୀକ୍ଷାମାଣା ହୋଇ ଆହୁରି କେତେ କଳ୍ପ ପରେ, କେତେ ଅତୀନ୍ଦ୍ରିୟ ସାଧନା ପରେ ମଣିଷ ପହଞ୍ଚି ପାରିବ ସେହି କାଳରହିତ କାଳ ପାଖରେ, ମାନବତାର ଶ୍ରେଷ୍ଠ ସଙ୍ଗୀତ ପ୍ରେମ ପାଖରେ। ଶ୍ରୋତାବନ୍ଧୁ, ଆଜି ଆମେ ଡକ୍ଟର ମମତାରାଣୀ ବେହେରାଙ୍କୁ ସମାଲୋଚିକା ଭାବରେ ନୁହେଁ, ବରଂ ଜଣେ କବି ଭାବରେ ଭେଟିବା। ପ୍ରିୟ ସମୁଦ୍ର ଡାକୁଛି କବିତା ସଂକଳନର ଦୁଇଟି କବିତା ଆପଣମାନଙ୍କ ସମ୍ମୁଖରେ ମୁଁ ଉଦ୍ଧାର କରିବାକୁ ଚାହିଁବି, ଯାହାର ଶୀର୍ଷକ ହେଉଛି ମନିକା ଅଗ୍ନିସାକ୍ଷୀ, କବି ମମତାରାଣୀ ବେହେରା। କବିତାଟି ଏମିତି: ମନିକା ଜାଣିନଥିଲା ଅଗ୍ନିକୁ ସାକ୍ଷୀ ରଖି ତାକୁ କରିବାକୁ ହେବ ଅପ୍ରେମ ଅମାପ। ମନିକା ଜାଣିନଥିଲା ଅଗ୍ନିକୁ ସାକ୍ଷୀ ରଖି ତାକୁ କରିବାକୁ ହେବ ଅପ୍ରେମ ଅମାପ। କାଠର ଖୋଳପା ଦେହ, ଚିରକାଳ ତୁନି ପଡ଼ିଥିବା ମନ, ଯାହାକୁ ବୋହି ବୋହି ଜାଣିନଥିଲା ସିଏ, ତାକୁ ବିତେଇବାକୁ ହେବ ତମାମ ଜୀବନ। ହେଲେ ଜାଣିଥିଲା, ଥରେ ହଜେଇ ଦେଲେ ଆଉ ମିଳିବନି ତାର ପ୍ରିୟ। ଜନ୍ମ ପରେ ଜନ୍ମ ପୃଥିବୀକୁ ଫେରି ଆସୁଥିବ ତେଣୁ ତାର ଅତୃପ୍ତ ଇଚ୍ଛାର ହାହାକାର ପାଇଁ। ଲୋଡ଼ି ବସି କବିତାର ଅଭୟ ଆଶ୍ରୟ। ଜନ୍ମ ପରେ ଜନ୍ମ ପୃଥିବୀକୁ ଫେରି ଆସୁଥିବ ତେଣୁ ତା ଅତୃପ୍ତ ଇଚ୍ଛାର ହାହାକାର ପାଇଁ। ଲୋଡ଼ି ବସି କବିତାର ଅଭୟ ଆଶ୍ରୟ। ସହୁଥିବ ଯାବତ୍ ଦୁଃଖ ଜଗତର, ଅଥଚ ମାଗୁନଥିବ ଦୁର୍ଲଭ ନିର୍ବାଣ। ସହୁଥିବ ଯାବତ ଦୁଃଖ ଜଗତର, ଅଥଚ ମାଗୁନଥିବ ଦୁର୍ଲଭ ନିର୍ବାଣ। ମାଗୁଥିବ କେବଳ ଏତିକି, ଯଦି ସବୁ ହଜେଇ କିଛି ପାଇବାର ପୁଣ୍ୟ ଥାଏ ତାର, ତେବେ ମାନବୀରୁ ପକ୍ଷୀ ଯାଏ। ଯେଉଁ ଜନ୍ମରେ ହେଉ ପଛେ ତାକୁ ମିଳିଯାଉ ପ୍ରିୟ କବି ପ୍ରିୟ, ପ୍ରିୟ କବି ପ୍ରିୟ। ଶ୍ରୋତାବନ୍ଧୁ, ପ୍ରିୟ ସମୁଦ୍ର ଡାକୁଛି କବିତା ସଂକଳନ ଆଉ ଗୋଟେ ସୁନ୍ଦର କବିତା, ମନିକା ପୁଣ୍ୟ ପାପ। ମନିକା ପୁଣ୍ୟ ପାପ। କେମିତି ବୁଝେଇବି ଯେ ଯୋଉଠି ଥାଇବି ତୁମେ ଆକୁଳ ଅଥୟତାରେ ସାରା ରାତି ଛଟପଟ ହୋଇ ଲେଉଟାଇଲେ କଡ଼, ଏଠି ଭାଙ୍ଗି ଯାଉଥାଏ ନିଦ ମୋର ଥରକୁ ଥର। କେମିତି ବୁଝେଇବି ଯେ ଯୋଉଠି ଥାଇବି ତୁମେ ଆକୁଳ ଅଥୟତାରେ ସାରା ରାତି ଛଟପଟ ହୋଇ ଲେଉଟାଇଲେ କଡ଼, ଏଠି ଭାଙ୍ଗି ଯାଉଥାଏ ନିଦ ମୋର ଥରକୁ ଥର। କେହି କୁଆଡ଼ୁ ପଶି ଆସିବାର ଭୟ ନଥାଏ ସତ ମୋ ନିବୃତ ଶୃଙ୍ଗାର କକ୍ଷକୁ, ହେଲେ ଧଡ଼ପଡ଼ ଛାତି ଭିତରେ ତୁମ ପାଦ ଶବ୍ଦର ରିୱାଜ ମାନୁ ନଥାଏ ବେଳ କି ଅବେଳ।
ଅନ୍ଧାର ଭିତରେ ମିଛ ମିଛ ଲାଗୁଥିବା ସତ ସବୁ ନିଷ୍ପାପ ଆବେଗ ଭରେ ସମ୍ପର୍କର ନିରୀହ ଦାବିପତ୍ର ଧରି ଉଭା ହୋଇଯାଆନ୍ତି। ମୁଁ ଥରୁଥାଏ ଗୋଟାପଣ, ବୁଝିପାରୁନଥାଏ ତୁମ ଅବଦମିତ ଇଚ୍ଛାର ସରୀସୃପ କେମିତି ଆସିଲା ମୋ ନିବୁଜ ଘରକୁ। ନିବିଡ଼ ଅନ୍ଧାର ଭିତରେ ପାପଠୁ ପୁଣ୍ୟର, ପ୍ରେମଠୁ ଅପ୍ରେମର ଫରକ ଉଣ୍ଡାଳୁ ଉଣ୍ଡାଳୁ ମୁଁ ହାଉଳି ଖାଇଯାଏ। ମୋ ଚାରି ପାଖରେ ଖାଲି ସାପମୟ ପାପ। ନିରାପଦ ଆଶ୍ରୟ ଭାବି ଆଖି ବୁଜି ପଡ଼ିଥିବା ବାହୁସେଜ କେତେବେଳେ ପାଲଟି ସାରିଥାଏ ଶବ୍ଦର ସରସଜ୍ଜାଟିଏ। ଯା ଉପରେ ଇଚ୍ଛା ମୃତ୍ୟୁର ଆଶିଷ ଲଭିବି ନାରୀଟିଏ ଡହଳ ବିକଳ ହେଇ ତମାମ ଆୟୁଷ ଜିଇବାକୁ ବନ୍ଧା ପଡ଼ିଥାଏ। ଜଳୁଥାଏ ଅଧା ଜଳା ଅଧା ଲିଭା ହୋଇ ତା ଜୀବନ ଦୀପ। ଅଥଚ ଜୀବନମୃତ ଏ ଦେହରେ ଅବଶିଷ୍ଟ କ'ଣ ଥାଏ ଯେ? ଯାବତ୍ ଚନ୍ଦ୍ରାର୍କେ ସେପରି ରତି ସୁଖ ମନିକାକୁ ମିଳୁଥାଉ ବୋଲି କେମିତି ମନାସୁଅଛ? କୁହ କବି, କୁହ ମୋର ପ୍ରିୟ। କୁହ କବି, କୁହ ମୋର ପ୍ରିୟ। ଆଉ ଗୋଟେ କବିତା ମନିକା ପାଦଚିହ୍ନ। ଆଉ ଗୋଟେ କବିତାର ଶୀର୍ଷକ ମନିକା ପରକିଆ। ବେଳେବେଳେ ଲାଗେ ବାଟ ଚାଲୁ ଚାଲୁ ଝୁଣ୍ଟି ପଡ଼ିଲେ ମୁଁ, ଆଉ କିଏ କୋଉଠି ଯେମିତି ପାଦରେ ପାଉଛି ପୀଡ଼ା। ଅଲକ୍ଷ୍ୟରେ ତା ପାଟିରୁ ବାହାରି ପଡ଼ୁଛି ଆଃ। ବେଳେବେଳେ ଲାଗେ ବାଟ ଚାଲୁ ଚାଲୁ ଝୁଣ୍ଟି ପଡ଼ିଲେ ମୁଁ, ଆଉ କିଏ କୋଉଠି ଯେମିତି ପାଦରେ ପାଉଛି ପୀଡ଼ା। ଅଲକ୍ଷ୍ୟରେ ତା ପାଟିରୁ ବାହାରି ପଡ଼ୁଛି ଆଃ। ମୋ ଆଖିରୁ ବୁନ୍ଦାଏ ଲୁହ ନିଗିଡ଼ି ପଡ଼ିଲେ କା ଛାତିର ସମୁଦ୍ରେ ଦୁଃଖ କୋଉଠି ଯେମିତି ବରଫି ଯାଉଛି ଛାଁ। ମୋ ଓଠରେ ଗୋଲାପଟେ ଫୁଟାଇବା ପାଇଁ କିଏ ସେ କୋଉଠି କଣ୍ଟାରେ ଚିରୁଛି ଛାତି। ମୋ ଓଠରେ ଗୋଲାପଟେ ଫୁଟାଇବା ପାଇଁ କିଏ ସେ କେଉଁଠି କଣ୍ଟାରେ ଚିରୁଛି ଛାତି। ବୁନ୍ଦା ବୁନ୍ଦା କରି ରକତକୁ ତାର ଢାଳୁଅଛି ସାରା ରାତି। ସେଇଥିପାଇଁ କି ନୀତି ପ୍ରତି ରାତି ବୟସ ବଢ଼ିଲେ ପରକିଆ ପ୍ରୀତି ଯାଚେ। ମୋ ଦେହରେ ଲେଖା ପ୍ରୀତିକାବ୍ୟର ବିରହୀ ନାୟିକା ଶବ୍ଦ ଶୃଙ୍ଗାର ରଚେ। ମୋ ଦେହରେ ଲେଖା ପ୍ରୀତିକାବ୍ୟର ବିରହୀ ନାୟିକା ଶବ୍ଦ ଶୃଙ୍ଗାର ରଚେ। ଆଞ୍ଜୁଳା ଆଞ୍ଜୁଳା ଲୁହରେ କୋହରେ ଲେଖିବାର ବାର ପ୍ରିୟ। ଆଞ୍ଜୁଳା ଆଞ୍ଜୁଳା ଲୁହରେ କୋହରେ ଲେଖିବାର ବାର ପ୍ରିୟ। କବି ତୁମେ ଚିର ମନିକାର ପ୍ରିୟ। କବି ତୁମେ ଚିର ମନିକାର ପ୍ରିୟ। ଶ୍ରୋତାବନ୍ଧୁ, ଆଜି ଆମେ କବି ମମତାରାଣୀ ବେହେରାଙ୍କର ପ୍ରିୟ ସମୁଦ୍ର ଡାକୁଛି କବିତା ସଂକଳନସ୍ଥ କିଛି କବିତାକୁ ଶୁଣିଲେ। ଡକ୍ଟର ମମତାରାଣୀ ବେହେରା ସମ୍ପ୍ରତି DDC ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଭାବରେ କାର୍ଯ୍ୟରତ। ତେବେ ସେ ଜଣେ ସୁଦକ୍ଷ ସମାଲୋଚିକା ହେବା ସହିତ ଜଣେ ସମ୍ବେଦନଶୀଳ କବି ଭାବରେ ଆମେ ଆଜି ତାଙ୍କୁ ଆଲୋଚନା କଲେ। ଅଡ଼ିଓଟି କେମିତି ଲାଗିଲା ଆପଣଙ୍କର ମତାମତ ଜଣାଇବାକୁ ଅନୁରୋଧ। ଧନ୍ୟବାଦ।